प्रेज द लॉर्ड। प्रभुଙ୍କ नाम धन्यवाद। उपस्थित भाई बड़ी मानक प्रभु जीशु कृष्ण नाम रे मोर आंध्र प्रेज लॉर्ड। हालेलुया। फेसबुक रे व्हाट्सएप रे बाइबल स्टडी को जोग देते समस्त को प्रभु आशीर्वाद करंतु। पढ़िबा में कृषि पुस्तक 1 अध्याय 14 एवं 15 पद पढ़िबा। ईश्वरଙ୍କ ଗୌରବର ପ୍ରଶଂସା ନିମନ୍ତେ ତାହାଙ୍କ ନିଜସ୍ୱର ମୁକ୍ତି ଉଦ୍ଦେଶ୍ୟରେ ସେ ଆମମାନଙ୍କ ଅଧିକାରର ବୈନାଶ କରିବ। ଏହି କାରଣରୁ ପ୍ରଭୁ ଯୀଶୁଙ୍କଠାରେ ତୁମମାନଙ୍କର ଯେଉଁ ବିଶ୍ୱାସ ଓ ସମସ୍ତ ସାଧୁଙ୍କ ପ୍ରତି ଯେଉଁ ପ୍ରେମ ସେଥିର ସମ୍ବାଦ ପାଇ ମୁଁ ମଧ୍ୟ ମୋର ପ୍ରାର୍ଥନାରେ ତୁମମାନଙ୍କ ନାମ ଉଲ୍ଲେଖ କରି ତୁମମାନଙ୍କ ନିମନ୍ତେ ଧନ୍ୟବାଦ ଦେବାରୁ କ୍ଷାନ୍ତ ହେଉନାହିଁ। ओके ଏଠି ଆମେ ଦେଖିବାକୁ ପାଉଛୁ ମୁକ୍ତି 7 ପଦରେ ଗୋଟେ ମୁକ୍ତି ଅଛି ଆଉ 14 ପଦରେ ଗୋଟେ ମୁକ୍ତି ଅଛି। ମୁଁ କହିଲେ କାଲିକି ମୁଁ କହୁଥିଲି ଆପଣ ମାନେ ମନରେ ଅଛି ବୋଲି ପାଉଛି। 7 ପଦରେ ମୁକ୍ତି ବୋଲି କହିବାଟା କ'ଣ ଅଛି? पाप क्षमा पाइबा लोक मान पाइबा मुक्ति सेटा होची आत्मार मुक्ति। दुई 14 पदरे गोटे मुक्ति होची हमर शरीर र मुक्ति। मुक्ति विषय हम चिंता करते आगे से मो बेसी कहवा चाहते ना। ये कौन होची शरीर मुक्ति। शरीर मुक्ति रे 3टा विषय रही जाए। एक धर्मीयता करंदी ईश्वर रोमे पुस्तक 5:1 पद विश्वास द्वारा धार्मिक गणित हम एटा का फर्स्ट स्टेप। आमे माने धर्मीय ही जाइए विश्वास द्वारा। धर्मीय होइतिबा लोग जस्टिफिकेशन, धर्मीय होइतिबा लोग माने साइंटिफिकेशन। साइंटिफिकेशन बोली कहबार अर्थ होची आपण मानकर जीवन रे सूची करवा ईश्वर पक्ष सब काम सरीगला। ईश्वर पक्ष सब काम आम मान कर बाकी नहीं। आमर पक्ष आका आम निजक निज कौन कर सूची कर ईश्वर पक्ष सब काम सरी जाइछन। से आम मान कौन कर पवित्र करो, पवित्र जीवन जावन करवार क्रिस्टियन जीवन रे पवित्र जीवन जावन न करले कौन हम ना आमने स्वर्ग रे जाई परिबो नहीं। कोरिन्थिय पुस्तक रे गोटे वाक्य अच्छे 2 कोरिन्थिय तार 17 पद देखन 4:17 2 कोरिन्थी 4:17। एणो प्रभु यह कहंदी तुमने समान गमतियोर बाहरी आसो आ पृथक हो आ असिद्धि पदार्थ स्पर्श करो नहीं। पुणी आंबे तुम मान को ग्रहण करबा, आंबे तुम मान को ग्रहण करबा केबे असिद्धि समान गठार तुम्हें बाहरी आसो पृथक करला बेले पृथक करो। स्पर्श असिद्धि पदार्थ स्पर्श करो नहीं। अशुद्धि पदार्थ गुड़िक स्पर्श करो ना। हाँ पुणी आंबे तुम मान को ग्रहण
କରିବା ଆମ୍ଭେ ତୁମମାନଙ୍କୁ ଗ୍ରହଣ କରିବେ। କରିବା ଆମ୍ଭେ ତୁମର ପିତା ହେବା ଆମ୍ଭେ ତୁମର ପିତା ହେବା। ପୁଣି ତୁମେମାନେ ଆମର ପୁତ୍ର କନ୍ୟା ହେବ। ତୁମମାନେ ଆମମାନଙ୍କର ପୁତ୍ର କନ୍ୟା ହେବ। ଶୁଣିଲେ କି ବନ୍ଧୁଗଣ, ବାରି ଆସ, ବ୍ରତ କର, ଆସିଛି ପଦାର୍ଥ ସ୍ପର୍ଶ କର ନାହିଁ। ସ୍ପର୍ଶ କର। ବୁଝିଲେ କି ତିନିଟି ପଦ ଗୁଡ଼ିକ କୁହାଯାଇଛି। ସେପାରେସନ। ବାହାରି ଆସ, କୋଟି କୋଟିରୁ ବାହାରିବାର ଅଛି ପାବରୁ। ବାହାରି ଆସ। ତାର ଉପର ପଦରେ ସବୁ ଲେଖାଯାଇଛି, ସବୁ କହିବା ପାଇଁ ସମୟ ନାହିଁ, ସେଥିପାଇଁ କହିଲେ ଆମର ବିଷୟ ଛଡ଼ିଦେବ। ସୂଚି କର ଆପଣ ପ୍ରଥମରେ ବାହାରି ଆସ, ଦ୍ୱିତୀୟରେ ପୃଥକ କର, ତୃତୀୟରେ ଆଶୁଚି ପଦାର୍ଥ ସ୍ପର୍ଶ କର ନାହିଁ। ସେମିତି ହେଲେ ତୁମେ ଆମର ପୁତ୍ର କନ୍ୟା ହବ, ଈଶ୍ୱର ତୁମକୁ ପିତା ହବ। ତୁମର ସାଙ୍ଗରେ ବାସ କରିବ, ଈଶ୍ୱର ତୁମକୁ ଗ୍ରହଣ କରିବ। ଗ୍ରହଣ ମନୋବର୍ତ୍ତନ ହେଇଥିବା ସମୟରେ ଗ୍ରହଣ କଲେ, ପରା ଗ୍ରହଣ କଲେ, କଲା ପରେ କଣ କରିବ? ଆଉ ଗ୍ରହଣ କରିବ। ମାନେ ଯୋଦାଙ୍ଗର ପତ୍ରିକା ଦେଖ, 5 ପଦ ଟିକେ ଦେଖ। ତଥାପି ତୁମେମାନେ ସମସ୍ତ ବିଷୟ ସମ୍ପୂର୍ଣ୍ଣ ରୂପେ ଜାଣିଅଛ। ତଥାପି ମୁଁ ତୁମମାନଙ୍କୁ ସ୍ମରଣ କରାଇବାକୁ ଇଚ୍ଛା କରେ ଯେ ପ୍ରଭୁ ମିଶ୍ର ଦେଶରୁ ଲୋକମାନଙ୍କୁ ପ୍ରଭୁ ମିଶ୍ର ଦେଶରୁ ଲୋକମାନଙ୍କୁ ଉଦ୍ଧାର କଲେ। ଆଉ ଯେଉଁମାନେ ଅବିଶ୍ୱାସ କଲେ ପରେ ସେମାନଙ୍କୁ ବିନାଶ କଲେ। ଦେଖିଲ ନା, ସେ ରକ୍ଷା କରିବ, ସେ ବିନାଶ କରିବ। ଏ ଦୁଇଟା ବି ତାର ହାତରେ ଅଛି। କେମିତି ହେଲେ ସ୍ୱର୍ଗରେ ଯିବୁ ବୋଲି ଭାବିକିରି କେତେ ଜଣ ବୁଲୁଛନ୍ତି, ପ୍ରାୟ ସେମିତି ହେଇପାରିବ ନାହିଁ। ବନ୍ଧୁଗଣ, ସୂଚି କର ବୋଲେ ଇସ୍ରାଏଲ ଲୋକମାନଙ୍କୁ ମିଶ୍ର ଦେଶରୁ ବାହାରି ଆଣିଲେ। ତାପରେ କଣ କଲେ? ଈଶ୍ୱର ମିଶ୍ର ଦେଶରୁ ସେମାନଙ୍କୁ ଉଦ୍ଧାର କଲେ। ଯେଉଁମାନେ ଅବିଶ୍ୱାସ କଲେ ପରେ ସେମାନଙ୍କୁ ବିନାଶ କଲେ। ଦେଖ ବନ୍ଧୁଗଣ, ମିଶ୍ର ଦେଶରେ କଣ ଉଦ୍ଧାର ପାଇଁ କେତେଟା କାମ କଲେ? 10 ପ୍ରକାର ବାଧା ಐಗುಪ್ತମାନଙ୍କୁ ଦେଲେ, ମିଶ୍ର ଦେଶର ଲୋକମାନଙ୍କୁ ଦେଲେ। ସେମାନଙ୍କୁ ମାରିଲେ, ତମକୁ ମାରିବ। କିଏ ଉଦ୍ଧାର କରୁଛ ସେ ମାରି ପାରନ୍ତି। କଣ ପାଇଁ? ଅବିଶ୍ୱାସ କଲେ। ଅବିଶ୍ୱାସ ବୋଲି ପଦର ଅର୍ଥ ସ୍ୱାମୀ ସ୍ତ୍ରୀର ଉପରେ ଥିବା ବିଶ୍ୱାସ। ସେ ବିଶ୍ୱାସ ଘାତକ ବୋଲି କହିପାରିବା, ନହେଲେ ବିମତ୍ତଗାମୀ ସନ୍ଧାନ ବୋଲି କହିପାରିବା, ପଚକୁଞ୍ଜା ହେବା ବୋଲି କହିବା। ସେମାନଙ୍କୁ ଈଶ୍ୱର କଣ କଲେ? ବିନାଶ କଲେ। ବନ୍ଧୁଗଣ, ଧର୍ମୀ ହେଇଯାଇଛି, ଓକେ, ସେଟା ସତ, ଭଲ କଥା। ଧର୍ମୀ ହେଇଥିବା ଲୋକମାନେ ଆଉ କଣ କରିବାର ଅଛି? କଣ? ସେପାରେସନ, ପବିତ୍ରତା, ପବିତ୍ର ଜୀବନ ଯାପନ କରିବା ବୋଲି ଯୀଶୁ ନିଜେ ଆମମାନଙ୍କୁ କହୁଛନ୍ତି। ଏପରି ପୁସ୍ତକରେ ପୌଲ କହିବାଟା ବାକ୍ୟ ଆପଣ ମାନେ ଟିକେ ଦେଖିଲେ ଭଲ ହେଇଥାନ୍ତା ବୋଲି ମୁଁ ଭାବୁଛି। ନା ଏପରି ପୁସ୍ତକ ବାରର 14 ପଦ। ସମସ୍ତଙ୍କ ସହିତ ଶାନ୍ତିରେ ରହିବାକୁ ଚେଷ୍ଟା କର। ପୁଣି ଯେଉଁ ପବିତ୍ରତା ବିନୁ କେହି ପ୍ରଭୁଙ୍କୁ ଦର୍ଶନ ପାଇବ ନାହିଁ। ପବିତ୍ରତା ବିନା କେହି
प्रभु को दर्शन पाइबो नहीं दर्शन पाइब नहीं बोले बास्ट बार कहले और कौन कहबार बाकी अछि धर्मीय लोग और करवार काम होची पवित्रता तीन जगह रे बॉडी सोल स्पिरिट कोटि कोटि पवित्र हमारे जी प्रथम दशलोनी 5 अध्याय 23 पद पौलो से पौला का कोच शांतिदायदा ईश्वर स्वयं तुमମାନଙ୍କୁ संपूर्ण रूपे पवित्र करबो पुणी आमମାନଙ୍କ प्रभु यीशु कृष्णको आगमन निमन्ते तुमମାନଙ୍କୁ आत्मा प्राण शरीर संपूर्ण निर्दोष रूपे कोटि 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 एक आत्मा कौन भाई आत्मा रे आत्मा बोली कोई बाटा मुख देवाटा आत्मा नहीं ईश्वर मनुष्य को सृष्टि करा कल परे ताकर नाकर ईश्वर कौन कर देले भंगी देले ये आत्मा स्पिरिट सेटिया का ये हमें आराधना केमिति करंदी ए रमे पुस्तक 11 10 एमती लिखा है आत्मा सहित ईश्वर का सहित आराधना करो उपासना तुम्हारा आराधना करवाट आत्मा रे ईश्वर के केमिति आराधना करो पिता के केमिति आराधना सत्य रे एवं आत्मा रे ओके ना अब आत्मा रे आराधना ठीक नोतले बंधुगण स्वर्ग रे जाई परिबो नै तापरे आत्मा तापरे प्राण बोले कोई बाटे कोन आपणकर इच्छा आपणकर मन आपणकर व्यक्तित्वर केंद्र स्थान मन बोले कहवा आपणकर व्यक्तित्वर केंद्र स्थान बोले कहवा सेठी आका आपण माने कोन करबार अछि हृदय सबुठारु खाबटमय और हृदय विषय कौन कह हृदय आके ईश्वर देखुच हृदय केमती अच्छे पवित्र दरकार हाँ ठीक है प्राण सॉरी आत्मा प्राण शरीर और कौन शरीर पवित्र दरकार परा शरीर कौन दरकार बोले कहबार अर्थ कौन तुम्हें माने ईश्वर मंदिर ये शरीर ईश्वर मंदिर ईश्वर ये वास कर शरीर कौन कर सब खाई पार ना सब देखी पार ना गाड़ी कर गाड़ी कर चतर भाषा कही पार ना गुड़ाक पान बांग मद कहीं सिगरेट एटा कर अपना शरीर को गण कर नष्ट कर अपना शरीर को नष्ट कले ईश्वर आपण को नष्ट कर बाइबल कह बंधुगण मुझे कहीकि आसवाटा पास जीव ना एक आपणकर मुक्ति बोली कहबार 3टी विषय अच्छी एक आपणकर को ईश्वर धर्मीय करा जाछि दुई आपण माने पवित्र कर तीन रूपांतर से ये दीटा प्रोसेस सरला पर आका रूपांतर जिससे वासिब ये चारा शरीर बदले करी ईश्वर कर शरीर पड़ी जस्टिफिकेशन साइंटिफिकेशन ग्लोरिफिकेशन हमर को ई गौरवमय शरीर में पाई केबे आदाम को ईश्वर सृष्टि करवा समय गौरवमय शरीर देते गौरी ईश्वर गौरव तार शरीर से लाजन जानी नथिला से गौरव ईश्वर को देवा पे जाउछ हालेलुया यदि भाई ये विषय पासरी जीवन है मुक्ति बोली कहबार 3टा विषय अछि ए परित्रण विषय रे आकाशरा एडा सब आसीबो बाइबल रो माने बीति गुण विषय रे गोटे विषय आकाई
धार्मिकता करती पवित्र करती एड़ा आमर काम बुझल कि फास्ट ईश्वर करब आमको धार्मिक करवा दुई आम करवा काम आमर जीवन पवित्र कर तीन आमर शरीर को रूपांतर कर ईश्वर काम दीटा काम ईश्वर करब गोटे काम आम कर हालेलुया एड़ा था इनी आम देखा पाच पाउल ये कहते कौन पाउल कौन कहते एफिसी पुस्तक 5 अध्याय रे बाबुल कहवाटा विषय आपण माने पासरी जीव नहीं ओके कौन करते प्रार्थना बाइबल पढ़ा समय बाइबल को गोटे गोटे वाक्य को सांगिनी वाक्य अच्छे सांगिनी वाक्य नहीं कि सेमती मन लिखा जाए ना सेमती गोटे पद अच्छी तो जिसाय पुस्तक टिके आस 34 पुरा 16 तुम्हें मैंने सदाप्रभुर पुस्तक अनुसंधान करी पाठ करो तुम माने सदाप्रभुर पुस्तक अनुसंधान करी पाठ करो एमानंग मध्यरु केही अनुपस्थित अनुपस्थित केही अपना सांगिनी विहीन नोत्तिबो अर्थात ईश्वरंगर प्रत्येक वाक्य को सांगिनी वाक्य अछि सेटा जोड़ एकिरी हमें कहबार एबे गरम नहीं बोलो गोटे इटा रखे तार ऊपर इटा रखे तो ऊपर ऊपर जाऊच सेगी प्रकार सांगिनी वाक्य अछि केते जन पड़िबो गोटे वाक्य कहबाटा गोटे जेटा बाइबल रो प्रचार के ठोकिबो बोली कहंदी से माने बाइबल को ठोकिबा लोग मुंडो नहीं शरीर नहीं प्रचार आका कौन पढ़ुचंदी ताको जणा नहीं कौन कहउछु सेटा जणा नहीं एमदी नहीं प्रचार प्रचार का विषय रे आपण को सब्जेक्ट पढ़िबो से सब्जेक्ट भीतर ठिया के प्रचार करो सेटा आपण माने जानिबा पहले प्रेरित पुस्तक 7 अध्याय पढ़े जाने स्टेफान प्रचार करवा समय अब्राहम रो आह्वान ठारू जीसुकर दुदियान विषय से क्रमान क्रमे प्रचार करते आजिकल प्रचार माने गौरंगर प्रचार कौन कहते प्रभु जानते से मो निंदा करवाटा नहीं प्रचार करवाटा मैंने समस्त लोग प्रचार कर प्रचार करवा व्यक्ति के गोटे सब्जेक्ट दरकार सब्जेक्ट रे टिया आइकरी कहंदु आपण कोन कहवा पे जाउछु सेना कहंदु सब्जेक्ट न ताई के प्रचार करबो ना बुझले सबदी करले आपण ठुकिचन लोक मान अब मो कहि के आसबाटा अर्थ होते पाउलंकर प्रार्थना ହେଲା सिटी के पाउलंकर प्रार्थना पत्रिका रे पाउल केतनटा पत्रिका लिखा जाय 14टा एवरी पुस्तक मिसिकरी ये 14टी पत्रिका मध्य रे पाउलंकर 5टी प्रार्थना अछि सेडा आ प्रार्थना मोटी के कहबी तापरे पाउलंकर एफिसस प्रार्थना विषय कहबी कौन पे आपण मान के स्टडी करबा पाए गटा बाइबल स्टडी तो आपण मान के मो एमिति कहले आपण मान कोन ही बोले बाबरी चिंता करी प्रचार करी पारे पाउलंकर 5टी प्रार्थना प्रथम प्रार्थना एफिसी पुस्तक 1 अध्याय रो 15 पद टू 19 पर्यंत एटा प्रथम और द्वितीय प्रार्थना एफिसी पुस्तक 3 अध्याय रो 16 पद टू 19 पर्यंत द्वितीय प्रार्थना और तृतीय प्रार्थना फिलिपिय पुस्तक 1 अध्याय रो 3 टारू 11 पर्यंत और तारे मु कहूची
ଫିଲିପିଏ ପୁସ୍ତକ 1 ଅଧ୍ୟାୟରୁ 3 ଠାରୁ 11 ପର୍ଯ୍ୟନ୍ତ ପୌଲଙ୍କର ତୃତୀୟ ପ୍ରାର୍ଥନା। ଚତୁର୍ଥ କଲୋସେ ପୁସ୍ତକ 1 ଅଧ୍ୟାୟର 9, 10, 11 ପୌଲଙ୍କର ଚତୁର୍ଥ ପଞ୍ଚମ ପ୍ରାର୍ଥନା ପ୍ରଥମ ତେସଲୋନି 1 ଅଧ୍ୟାୟର 3, 4, 5 ଏଇଟା 5ଟି ପୌଲଙ୍କର ପ୍ରାର୍ଥନା। ଏଇଟା ବଢିଆ ବାଇବେଲ ଷ୍ଟଡି କରିପାରିବ, ପ୍ରଚାର କରିପାରିବ। ଏ 5ଟି ପ୍ରାର୍ଥନା 5 ଦିନ ନାହିଁ, गोटे घंटारे गोटे गोटे प्रार्थना प्रचार गोटे सर कम से कम 2 घंटा बोल 2 घंटा हेले और कौन अच्छी 10 घंटा लगे 10 घंटा भितर सर कोटी पौलंकर 5टी प्रार्थना। ठीक अच्छे आमती जीवा पूर्व पौलंकर प्रार्थना विषय आपण मान देखो पौल प्रार्थना करवा समय टी देखा प्रेरित पुस्तक टी देखा प्रेरित पुस्तक 9 अध्याय 11-12 पद देखो। सेतिरे प्रभु ताहाको कहिले उठ सड़क नामक पथ की जाई जुहुदार गृहरे तार्सना नगर सौल नामक जड़े व्यक्ति अनुसंधान करो कारण से देखो से प्रार्थना करू देखो बंधुगण पौलंकर परिवर्तन विषय परित्राण विषय लिखा जाए 19 9 अध्याय सॉरी क्षमा करो 9 अध्याय ये 9 अध्याय पौलंकर मन परिवर्तन विषय लिखा जाए को दिन मन परिवर्तन से दिन टू से प्रार्थना कर केते दिन 3 दिन पर्यंत से अध्याय पढ़ले तुमको मो कहबाटा बुझी पाए केते जनकर प्रार्थना जीवन नाही को दिन परित्राण पाए ए दिन टू प्रार्थना करना दी तो बाता कहबा जबर ठीक प्रार्थना हो तापरे रात्रि सोवा बेले कोटी सोवा कटर टिके बसबो गोटे 5 मिनट कौन कौन कहीदेव यहाँ प्रार्थना नहीं बंधुगण यहाँ प्रार्थना नहीं प्रार्थना बोली कहवाटा सौल को दिन परित्राण पाई से दिन 3 दिन उपवास एवं प्रार्थना मन परिवर्तन पाइतवा दिन ठारू प्रार्थना लाइफ स्टार्टिंग इनका प्रार्थना मनुष्यर लक्षण गुड़िक अनेक विश्वासी माने प्रार्थना जीवन नहीं लाइफ सब पास्टर के दे आज्ञा मो पाई मोर स्वामी पाई मोर पिला मान पाई टिके प्रार्थना करंतु आज्ञा आज्ञा करबो तुमे कांगी करनु मु भी प्रार्थना करचंदी आज्ञा आपण भी मोर संगे टिके दया करी प्रार्थना करो बोली कहबो ना एबे कौन कर पैसा पट मु प्रार्थना करबी पैसा पटरे मु प्रार्थना करबी पैसा पटेले मैंने प्रार्थना करो प्रचार शेष माने तार तले लिखिक पठे खर्च होती आपण मैंने चांदा पकड़ कोटि प्रचार करवा प्रचार मान एटा नहीं प्रार्थना आपणकर व्यक्तिगत प्रार्थना एटा पौल मन परिवर्तन करवा से दिन टू प्रार्थना कर केमिति प्रार्थना करचंदी तुम देख एफएसी पुस्तक कसंदु 16 पद प्रति प्रेम से थिरो संवाद पाई मु
ମଧ୍ୟ ମୋହର ପ୍ରାର୍ଥନାରେ ତୁମମାନଙ୍କ ନାମ ଉଲ୍ଲେଖ କରି ତୁମମାନଙ୍କ ନିମନ୍ତେ ଧନ୍ୟବାଦ ଦେବାକୁ କ୍ଷାନ୍ତ ହେଉନାହିଁ। ଯେପରି ଆମମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର 15 ପଢନ୍ତୁ ସେଟା ଟିକେ ତଳେ ଏହି କାରଣରୁ ପ୍ରଭୁ ଯୀଶୁଙ୍କ ଠାରେ ତୁମମାନଙ୍କର ଯେଉଁ ବିଶ୍ୱାସ ଓ ସମସ୍ତ ସାଧୁଙ୍କ ପ୍ରତି ଯେଉଁ ପ୍ରେମ ସେଥିର ସମ୍ବାଦ ପାଇ ମୁଁ ମଧ୍ୟ ମୋର ପ୍ରାର୍ଥନାରେ ତୁମମାନଙ୍କ ନାମ ଉଲ୍ଲେଖ କରି ତୁମମାନଙ୍କ ନିମନ୍ତେ ଧନ୍ୟବାଦ ଦେବାକୁ କ୍ଷାନ୍ତ ହେଉନାହିଁ। ଯେପରି ଆମମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଈଶ୍ୱର ଗୌରବମୟ ପିତା ତାହାଙ୍କ ସମ୍ବନ୍ଧୀୟ ପୂର୍ଣ୍ଣ ଜ୍ଞାନ ପାଇବା ନିମନ୍ତେ ତୁମମାନଙ୍କ ଜ୍ଞାନ ଓ ପ୍ରତ୍ୟାଦେଶର ଆତ୍ମା ପ୍ରଦାନ କରନ୍ତି। ସେଥିରେ ତୁମମାନଙ୍କର ଆନ୍ତରିକ ଚକ୍ଷୁ ପ୍ରସନ୍ନ ହୁଅନ୍ତେ। ତାହାଙ୍କ ଆହ୍ୱାନର ଭରସା କଣ? ସାଧୁମାନଙ୍କ ମଧ୍ୟରେ ତାହାଙ୍କ ନାଇଁ ଏଠି ଗୋଟେ ଓଡ଼ିଆରେ ସେ ପଦ ଆସିନାହାନ୍ତି। ସର୍ବଦା ପ୍ରାର୍ଥନା କରୁଛି 16 ପଦରେ ଆସିବା କଥା ସେଟା। ପ୍ରାର୍ଥନା ସର୍ବଦା ଏଟା ପାଉନି ସେ କଥା ପ୍ରଥମ ତେସଲୋନି 5 ଅଧ୍ୟାୟର 18 16 17 ପଦରେ ଲେଖାଯାଇଛି। ସର୍ବଦା ଆନନ୍ଦ କର, ନିରନ୍ତର ପ୍ରାର୍ଥନା କର। ନିରନ୍ତର ପ୍ରାର୍ଥନା କର ଏ ପତା ಕೈಟಿ ಆಸ್ತಿ ନିରନ୍ତର ପ୍ରାର୍ଥନା। ବନ୍ଧୁଗଣ ମନ ପରିବର୍ତ୍ତନ ହେଇଥିବା ଦିନରେ ପ୍ରାର୍ଥନା ଷ୍ଟାର୍ଟ କରିବା ପାଉଲ ନିରନ୍ତର ପ୍ରାର୍ଥନା କରୁଛନ୍ତି ବୋଲି ବାଇବଲ ଲେଖାଯାଇଛି। ପ୍ରାର୍ଥନା ଲାଇଫ ବୋଲି କହିବାଟା କଣ? ନିରନ୍ତର ପ୍ରାର୍ଥନା ହେବାର ଅଛି। ନିରନ୍ତର ପ୍ରାର୍ଥନା ସେଟାକ ପ୍ରଭୁ ଚାହାନ୍ତି। ଗୋଟେ ଦିନ ପ୍ରାର୍ଥନା କରିଲା ପରେ ଆଉ ଗୋଟେ ଦିନ ପ୍ରାର୍ଥନା ବନ୍ଦ କରିବାଟା ନାହିଁ। ଆପଣ ମାନଙ୍କର ପ୍ରାର୍ଥନା ଲାଇଫରେ କଣ କରିବାର ଅଛି? ନିରନ୍ତର ପ୍ରାର୍ଥନା କର। ସେଟା ପ୍ରଭୁ ଚାହାନ୍ତି। ପ୍ରଭୁ ସେଟା ପାଇଁ ଦେଖୁଛନ୍ତି। ନିରନ୍ତର ପ୍ରାର୍ଥନା କରିବା କେତେ ଜଣ ଅଛନ୍ତି ପ୍ରଭୁଙ୍କ ନିକଟରେ? ଆପଣ ମାନଙ୍କର ପ୍ରାର୍ଥନା ଜୀବନରେ ନିରନ୍ତର ପ୍ରାର୍ଥନା ଆମ୍ଭ ମାନେ କରିବା ପାଇଁ ଚେଷ୍ଟା କରନ୍ତୁ। ଆରି ବାଇବଲରେ ଲେଖାଯାଇଛନ୍ତି କଣ ୟଜ୍ଞବେଦୀରେ ନିଆଁ କଣ କରିବ ନାହିଁ, ଲିଭିବ ନାହିଁ ବୋଲି ଲେବିଆ ପୁସ୍ତକରେ ଅଛି। ସେଠି ଏଟା ବାକ୍ୟ ମୁଁ ଟିକେ ଦେଖୁଛି, ଜାଣିପାରିଲେ ମୁଁ ଆପଣ ମାନଙ୍କୁ କହିବି। ଏବେ ମିଳିଲେ ମୁଁ ଆପଣ ମାନଙ୍କୁ କହିବି। ठीक है, मिलला माने लेविया पुस्तक 6 अध्याय लेविया पुस्तक 6 अध्याय 13 पद। लेविया 6 अध्याय 13 पद। वेदी उपरे अग्नि सर्वदा प्रज्वलित रहिब, कदापि निर्वाण हेब नहीं। निर्वाण नो सर्वदा वेदी यज्ञवेदी निया सर्वदा कौन करबार अछि? प्रज्वलित रहिबा। तुमर जीवन में सदाबेले निया जोड़ी कर प्रार्थना जोड़बार अछि। आमेन दादा। सेटा कौन हबो नहीं?
ଲିପି ଜୀବନ ନାଇଁ, ନିର୍ବାଣ ହେବ ନିର୍ମାଣ ନ ହଉ ନିର୍ବାଣ ନିର୍ବାଣ ହେଲେ ତାର ଅର୍ଥ ଲିଭି କଦାପି ନିର୍ବାଣ ଲିଭି ହେବ ଯିବ ନାହିଁ ସର୍ବଦା ନିଆଁ ଜଳାଇବରେ ସେମିତି ଆଗ ଖ୍ରୀଷ୍ଟିଆନ ଜୀବନ ପ୍ରାର୍ଥନା ସର୍ବଦା ଥିବାର ଅଛି। ଏବଂ ମୋ କହିବାର ଅର୍ଥ ଆପଣ ମାନଙ୍କର ପ୍ରାର୍ଥନା ପୌଲଙ୍କର ପ୍ରାର୍ଥନା କଣ ପୌଲ କଣ କରୁଛନ୍ତି ସର୍ବଦା ପ୍ରାର୍ଥନା କରୁଛନ୍ତି ପୌଲ ହାଲେଲୁୟା ହେଲେ ପୌଲ କଣ କରୁଛନ୍ତି ଆହୁରି କହିବାଟା ପୌଲ କହିବାଟା ଦେଖ ପ୍ରେରିତ ପୁସ୍ତକ ଦେଖିବା ପ୍ରେରିତ ପୁସ୍ତକ କୋଡ଼ିଏ ଅଧ୍ୟାୟର ଆସିବୁ ତାର 31 ଏହା ମୁଁ ଜାଣେ ଆତେଇବ ତୁମମାନେ ଜାଗି ରୁହ ଆଉ ମୁଁ 3 ବର୍ଷ ପର୍ଯ୍ୟନ୍ତ ଦିବାରାତ୍ର ଆଶୀର୍ବାଦ ସହିତ ପ୍ରତ୍ୟେକ ଜଣଙ୍କୁ ଚେତନା ଦେବାକୁ ଯେ କ୍ଳାନ୍ତ ହୋଇ ନଥିଲି ଏହା ସ୍ମରଣ କର। ପୌଲ ଏ ଅବଶୋଷର ମଣ୍ଡଳୀ ପାଷ୍ଟ ମାନଙ୍କୁ ସମସ୍ତଙ୍କୁ ଡାକିକିରି କହୁଛନ୍ତି ମୁଁ 3 ବର୍ଷ ପର୍ଯ୍ୟନ୍ତ ଦିବାରାତ୍ର ଆଶୀର୍ବାଦ ସହିତ ପ୍ରତ୍ୟେକ ଜଣଙ୍କୁ ଚେତନା ଦେବାକୁ ଏବଂ ପ୍ରାର୍ଥନା କରୁଛନ୍ତି ଦିବାରାତ୍ର ମାନେ ମଣ୍ଡଳୀର ଦାୟିତ୍ୱ ପାଷ୍ଟର ମାନଙ୍କୁ ଦେଲା ପରେ ପୌଲ ସେଠି ବିଦାୟ ଦଉଛନ୍ତି ଯିବା ପାଇଁ ରେଡି ହେଇଛନ୍ତି ଯେତେବେଳେ ବାଳକ ମାନଙ୍କୁ କହୁଛନ୍ତି ମୁଁ ଭାଇ ଭଉଣୀ ମୁଁ ଦିବାରାତ୍ର ପ୍ରାର୍ଥନା କରୁଛନ୍ତି ବନ୍ଧୁଗଣ ଆପଣଙ୍କର ପ୍ରାର୍ଥନା କେମିତି ଅଛନ୍ତି ମାନବରତ୍ନ ଏଇ ଦିନ ପାଇଥିବା ଦିନରେ ପୌଲ ପ୍ରାର୍ଥନା କରୁଛନ୍ତି ଆଉ ପୌଲ ପ୍ରାର୍ଥନା ନିରନ୍ତର ଦିବାରାତ୍ର ସେ ମଣ୍ଡଳୀ ପାଇ ପାଳକ ମାନଙ୍କ ପାଇ ସେ ପ୍ରାର୍ଥନା କରୁଛନ୍ତି ଆଉ କଲୋସେ ପୁସ୍ତକରେ ଆସନ୍ତୁ ଏହା କର ନ କର ଏଣୁ ତାହା ଶୁଣିବା ଦିନଠାରୁ ଆମ୍ଭେମାନେ ମଧ୍ୟ ତୁମମାନଙ୍କ ନିମନ୍ତେ ପ୍ରାର୍ଥନା ଓ ବିନତି କରିବାରୁ ପ୍ରାର୍ଥନା ଓ ବିନତି ପୌଲ କରୁଛନ୍ତି ବୋଲି ବାଇବଲ ଲେଖାଯାଏ ଠିକ ତାର ଅର୍ଥ ନିରନ୍ତର ପ୍ରାର୍ଥନା ଓକେ ଏପିସି ପୁସ୍ତକ ଆସିବ ପୌଲଙ୍କର ପ୍ରାର୍ଥନା କାମ ଦେଖୁଛି 1 ଅଧ୍ୟାୟର 15 ପଦ ଏହି କାରଣରୁ ପ୍ରଭୁ ଯୀଶୁଙ୍କଠାରେ ତୁମମାନଙ୍କର ଯେଉଁ ବିଶ୍ୱାସ ଓ ସମସ୍ତ ସାଧୁଙ୍କ ପ୍ରତି ଯେଉଁ ପ୍ରେମ ସେଥିର ସମ୍ବାଦ ପାଇ ମୁଁ ମଧ୍ୟ ମୋ ଘର ପ୍ରାର୍ଥନାରେ ତୁମମାନଙ୍କ ନାମ ତୁମମାନଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି ତୁମମାନଙ୍କ ପାଇଁ ତାର ନିଜ ପାଇଁ ତାର ପରିବାର ପାଇଁ ପିଲାମାନଙ୍କ ପାଇଁ ନାହିଁ ତୁମମାନଙ୍କ ପାଇଁ ଅନ୍ୟ ଲୋକମାନଙ୍କ ପାଇଁ ଈଶ୍ୱରଙ୍କ ଚମୁରେ ପ୍ରାର୍ଥନା କରୁଛନ୍ତି ଆମର ଓଡ଼ିଶା ପାଇଁ ଆମର ଭାରତ ଦେଶ ପାଇଁ ଓଡ଼ିଶା 30ଟା ଜିଲ୍ଲା ଭାରତ ଦେଶରେ 30ଟା ଷ୍ଟେଟ୍ ପାଇଁ ଆମେ ପ୍ରାର୍ଥନା କରୁ ଏଟା ପରେ ପରେ ଗୋଟେ ଗୋଟେ ଦେଶକୁ ପାଇଁ ପ୍ରାର୍ଥନା କରୁ ପାକିସ୍ତାନ ପାଇଁ ବାଂଲାଦେଶ ପାଇଁ ଗୋଟେ ଗୋଟେ ଦେଶରେ ନାଁ କରିକିରି ପ୍ରାର୍ଥନା କରୁ ଆପଣଙ୍କର କ୍ଷମତା ଅନୁସାରେ ଅନ୍ୟ ଲୋକମାନଙ୍କ ପାଇଁ ତୁମମାନଙ୍କ ପାଇଁ ମୁଁ ପ୍ରାର୍ଥନା କରୁଛି ବନ୍ଧୁଗଣ ଆମର ପ୍ରାର୍ଥନା କେମିତି ହେବାର ଅଛି କୋଉଦିନ ପରିବର୍ତ୍ତନ ହେଉଛି ସେଦିନଟା ପୌଲ ପ୍ରାର୍ଥନା କରୁଛନ୍ତି ନିରନ୍ତର ପ୍ରାର୍ଥନା କରୁଛନ୍ତି ନିରନ୍ତର ପ୍ରାର୍ଥନା କରୁ ସେ ବ୍ୟକ୍ତି କହୁଛି ତୁମମାନଙ୍କ ପାଇଁ ପୌଲ ପ୍ରାର୍ଥନା କରୁଛନ୍ତି ଆମର 15 ପଦ ଟିକେ ପଢିଲେ ଏପିସି ପୁସ୍ତକ ଏହି କାରଣରୁ ପ୍ରଭୁ ଯୀଶୁଙ୍କଠାରେ ତୁମମାନଙ୍କର ଯେଉଁ ବିଶ୍ୱାସ ଓ ସମସ୍ତ ସାଧୁଙ୍କ ପ୍ରତି ଯେଉଁ ପ୍ରେମ ସେଥିର ସମ୍ବାଦ ପାଇ ମୁଁ ମଧ୍ୟ ମୋ ଘର ପ୍ରାର୍ଥନାରେ ତୁମମାନଙ୍କ ନାମ ଉଲ୍ଲେଖ କରି
ତୁମମାନଙ୍କ ନିମନ୍ତେ ଧନ୍ୟବାଦ ଦବାରୁ କ୍ଷାନ୍ତ ହଉନାହିଁ। ହେଲେ ଏଠି ଗୋଟେ ପଦ ସେଠି ଚାଲିଛନ୍ତି ଓଡ଼ିଆରେ ଯେ ପଦ ନାହିଁ ସେ ପ୍ରେମ ବିଷୟ ଶୁଣିକିରି କଲୋସ୍ୟ ପୁସ୍ତକରେ ଆମେ ପଢିଲେ ସେଟା 1:9 କେବେଟା ପାଉଲ କେମିତି ପ୍ରାର୍ଥନା ଶୁଣିବା ଦିନ ଠାରୁ ପ୍ରାର୍ଥନା ଶୁଣିବା ଦିନ ଠାରୁ ତେଣୁ ପ୍ରାର୍ଥନା କେମିତି ହେବାର ଅଛି ସେ ବିଷୟ ଶୁଣିବା ଦିନରୁ ଆମେ ଶୁଣିବ ପ୍ରାର୍ଥନା କରିବୁ ପ୍ରବନ୍ଧ କଣ ଆମେ ଶୁଣୁଛନ୍ତି କିନ୍ତୁ ମଣ୍ଡଳରେ କହୁଛନ୍ତି ମୋ ପାଇଁ ପ୍ରାର୍ଥନା କର ନହେଲେ କିଏ ଆପଣଙ୍କୁ ଡାକିକିରି କହିବ ବନ୍ଧୁ ଭାଇ ମୋ ପାଇଁ ଟିକେ ପ୍ରାର୍ଥନା କର ବୋଲି କହିବ ସେଦିନ ଟିକେ ପ୍ରାର୍ଥନା ପରେ ପରେ ସବୁ ପାସ୍ ହେଇଯାଏ। ନାଇଁ 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 ପ୍ରାର୍ଥନାଟା କ୍ରମ କେମିତି ହେବାର ଅଛି କୋଉ ଦିନ ଶୁଣୁଛନ୍ତି ସେ ଦିନ ଠାରୁ ପାଉଲ କଣ କରୁଛନ୍ତି ପ୍ରାର୍ଥନା କରୁଛି। ବନ୍ଧୁ କଣ ଆମର ପ୍ରାର୍ଥନା ଶୁଣିବା ଦିନ ଠାରୁ ପ୍ରାର୍ଥନା କରିବ ବୁଝିଲେ କି ସେଟା କା ପ୍ରାର୍ଥନା ପୌରଙ୍କର ପ୍ରାର୍ଥନା କଣ କଣ କରୁଛନ୍ତି ଆମ ଭାଇ ପ୍ରାର୍ଥନା କରିବା ଲୋକମାନଙ୍କୁ ବାହାର ଲୋକମାନେ ଜାଣନ୍ତି ନାହିଁ ସେଥିପାଇଁ ଯୀଶୁ କହୁଥିଲେ ନା ତମେ ଗୁପ୍ତ କାଟରେ ଯାଇକି ପ୍ରାର୍ଥନା କର ପ୍ରାର୍ଥନା ସିକ୍ରେଟ ଅନୁଗ୍ରହ ଗୁଡ଼ିକ ସବୁ ସମସ୍ତଙ୍କର ଦେଖାଣି ନା ମନ୍ଦିର ଭିତରେ ଯାଇକରି ପ୍ରାର୍ଥନା କଲେ ଛୁଆ ପାଇଁ ସେଟା କେହି ଜାଣିନାହାନ୍ତି କିନ୍ତୁ କେ ତାକୁ ନିନ୍ଦା କରୁଥିଲେ ସମସ୍ତ ଲୋକମାନେ ଜାଣିବା ପ୍ରଜାର ଈଶ୍ୱର ତାଙ୍କର ଉଦର ଖୋଲି ଗୋଟେ ଛୁଆକୁ ଦେଲେ ସମୁବେଲ ବନ୍ଧୁଗଣ ମୁଁ କହିବାଟା ପାଶରେ ଯିବ ନାହିଁ ବୁଝିଲେ କି କେମିତି ପ୍ରାର୍ଥନା ସ୍ମରଣ କରି ଆଉ ସରି ଶୁଣିବା ଦିନଠାରୁ ସରି ସ୍ମରଣ କଲେ ଶୁଣିବା ଦିନଠାରୁ ଇନି ଆଉ ଦେଖନ୍ତୁ ପାଉଲଙ୍କର ପ୍ରାର୍ଥନା 1:16 ପଦ ଦେଖନ୍ତୁ ଯେଉଁ ପ୍ରେମ ସାଧୁଙ୍କ ପ୍ରତି ଯେଉଁ ପ୍ରେମ ସେଥିରେ ସମ୍ବାଦ ପାଇବି ମୁଁ ମଧ୍ୟ ମୋହର ପ୍ରାର୍ଥନାରେ ତୁମମାନଙ୍କ ନାମ ଉଲ୍ଲେଖ କରି ତୁମମାନଙ୍କ ନିମନ୍ତେ ଧନ୍ୟବାଦ ଦେବାରୁ କ୍ଷାନ୍ତ ହଉନାହିଁ। 17 ଏପରି ଆମ୍ଭେମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଈଶ୍ୱର ଗୌରବମୟ ପିତା ତାହାଙ୍କ ସମ୍ବନ୍ଧୀୟ ପୂର୍ଣ୍ଣ ଜ୍ଞାନ ପାଇବା ନିମନ୍ତେ ତୁମମାନଙ୍କୁ ଜ୍ଞାନ ଓ ପ୍ରତ୍ୟାଦେଶର ଆତ୍ମା ପ୍ରଦାନ କରନ୍ତି ସେଥିରେ ଆହୁରି ମୋର ବାଇବଲରେ ଏଠି ଲେଖା ଯାଇଛନ୍ତି କଣ ଅଛି ପ୍ରାର୍ଥନା ତାର ତଳେ ଅଛି କି ନାହିଁ ବୋଲି ମୁଁ ଦେଖିନାହାନ୍ତି ଧର ତୁମମାନଙ୍କୁ ସ୍ମରଣ କରି ପ୍ରାର୍ଥନା କରୁଛୁ 19 ପଦରେ ନାହିଁ ତ ଅଛି କି ସବୁ ଜାଣି ଏହି ସବୁ ଜାଣିପାର ନାହିଁ ତ ସ୍ମରଣ କରୁଛି ପ୍ରାର୍ଥନା କରୁଛି ସାଧୁମାନଙ୍କ ମଧ୍ୟରେ ତାହାଙ୍କ ଅଧିକାରର ତୁମମାନଙ୍କ ସ୍ମରଣ କରି ମୋର ଈଶ୍ୱର ପ୍ରଭୁ ଯୀଶୁ ଖ୍ରୀଷ୍ଟ ଈଶ୍ୱର ପିତାଙ୍କ ନିକଟରେ ଏମିତି ଲେଖା ଯାଇଛି କି ସେହି ଶକ୍ତି ସେ କୃଷ୍ଣଙ୍କ 17 ପଦରେ ଏକା ମୋର ବାଇବଲରେ ଅଛି ଯେପରି ଆମମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଈଶ୍ୱର ଗୌରବମୟ ପିତା ତାହାଙ୍କ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜ୍ଞାନ ପାଇବା ନିମନ୍ତେ ସେ ପଦ ବି ଟିକେ ଆସିନାହାନ୍ତି ପାଉଲ ପ୍ରାର୍ଥନା କରୁଛନ୍ତି କଣ ସ୍ମରଣ କରି ମନ ପକେଇକିରି ପ୍ରାର୍ଥନା କର ମୁଁ କହିବାଟା ପାଶରେ ପାଉଲଙ୍କର ପ୍ରାର୍ଥନା ମାନବରତ୍ନ ଏ ଦିନଟାର ପ୍ରାର୍ଥନା 2 ସର୍ବଦା ପ୍ରାର୍ଥନା ଅନ୍ୟ ଲୋକମାନଙ୍କ ପାଇଁ ପ୍ରାର୍ଥନା ଶୁଣିବା ଦିନଟାର ପ୍ରାର୍ଥନା और ସ୍ମରଣ କରି ପ୍ରାର୍ଥନା କରୁଛୁ ମନ ପକେଇକିରି ପ୍ରାର୍ଥନା देखो पौलो केमती प्रार्थना
ଫିଲିପିଏ ପୁସ୍ତକରେ ଓଡ଼ିଆରେ ସେଠି ଅଛି କି ନାହିଁ ଭଲ ମୁଁ ଜାଣିନାହିଁ। ତାର 1 ଅଧ୍ୟାୟର 7 ପଦ ଟିକେ ପଢ଼ନ୍ତୁ। ଆଉ ତୁମ ସମସ୍ତଙ୍କ ବିଷୟରେ ମୋହର ଏପରି ଭାବିବା ଉଚିତ ଯେଣୁ ତୁମେ ସମସ୍ତେ ମୋହର ବନ୍ଧନରେ ଯେପରି ସୁସମାଚାର ପକ୍ଷ ସମର୍ଥନ ଓ ସେଥିର ସତ୍ୟ ପ୍ରମାଣ କରିବାର ସେହିପରି ମୋ ସହିତ ଅନୁଗ୍ରହର ସହଭାଗୀ ଅଟ। ଏତେ ନିମନ୍ତେ ମୁଁ ତୁମମାନଙ୍କ ହୃଦୟରେ ଧାରଣ ପ୍ରାର୍ଥନା ଦେଖ ହୃଦୟରେ ଧାରଣ କରିଅଛନ୍ତି। ସେଟା ସେ ପଦ ଓଡ଼ିଆରେ କରେକ୍ଟ question ଧାରଣ ଧାରଣ ବୋଲି କହିବାଟା କଣ ବୁଝୁଛେ? ମୋର ଭାଷାରେ ଅନୁଗ୍ରହର ସହଭାଗୀ ହୋଇ ମତେ ହୃଦୟରେ ଧାରଣ କରିଅଛ। ହୃଦୟରେ ଧାରଣ କରୁଅଛି ପ୍ରାର୍ଥନା। ଇସ୍ରାଏଲରେ ମହାଜାଜକ ତାର ଛାତିରେ ଗୋଟେ ମୁକୁଟଟା ଅଛି। ଛାତିରେ ଇସ୍ରାଏଲ ଲୋକମାନଙ୍କର 12ଟି ଗୋଷ୍ଠୀ ମାନଙ୍କର ନାମ ଲେଖିକିରି ରଖାଯାଇଛି ଧାରଣ କରି ହୃଦୟରେ। ସେ ବିଷୟକୁ ଜାଣିକିରି ଏକ ପାଉଲ କହୁଛନ୍ତି 12ଟି ଗୋଷ୍ଠୀ ମାନଙ୍କର ନାମ କୋଟି ବାନ୍ଧିଛନ୍ତି ହୃଦୟ ଭିତରେ ଧାରଣ କରି ପ୍ରାର୍ଥନା କରୁଛନ୍ତି। ସେଟା ଆପଣ ମାନେ ଟିକେ ଜାଣିଲେ ଭଲ ବୋଲି ମୁଁ ଭାବୁଛି। କୋଟି ଲେଖା ଯାଇଛନ୍ତି ଦେଖିବା ଯାତ୍ରା ପୁସ୍ତକ 28 ଆସନ୍ତୁ। 9 ପଦ। ଅନନ୍ତର ତୁମେ ଦୁଇ ଗୋମେଦଗମଣି ଖେନି ରୋହି ଉପରେ ଇସ୍ରାଏଲ ପୁତ୍ରମାନଙ୍କ ନାମ ଖୋଳିବ। ତାପରେ 12 ପଦ ପଢ। ପୁଣି ଇସ୍ରାଏଲ ସନ୍ତାନମାନଙ୍କୁ ସ୍ମରଣ କରିବା ନିମନ୍ତେ ତୁମେ ସେହି ଦୁଇ ମଣି ଏଫୋଦର ଦୁଇ ସ୍କନ୍ଧପଟିରେ ଦେବ। ଇସ୍ରାଏଲ ମାନଙ୍କର 12ଟି ତଳକୁ ପଡିଲେ ତମକୁ ଜାଣିବା ସମୟ ନଥିବା ସକାଶେ 12ଟି ଗୋଷ୍ଠୀ ମାନଙ୍କର ନାମ ଏଫୋଦର ଗୋଟେ ପତ୍ରରେ ଲେଖା ଯାଇଛି। ସେ ପତ୍ରର ନାମ ଗୁଡିକ ଯେଠି ଲେଖା ଯାଇଛି ସବୁ ପଢିକିରି ଶୁଣିବା ପାଇଁ ସମୟ ନାହିଁ। ନାଇକି କଣ ଲେଖା ଯାଇଛି ଯେଟା ଅଛି ତ ଅଛି ପୁରା କଣ ସ୍ୱର୍ଣ୍ଣଦ୍ୱାର କରିବ। ନାଇଁ 17 ପଦ ପଢ। 17 ପଦ ଦେଖନ୍ତୁ। ପୁଣି ତାହାଙ୍କ ଚାରି ମାଣି ପଂକ୍ତିରେ ଲିଖିତ କରିବ। ତହିଁର ପ୍ରଥମ ପଂକ୍ତିର ଚୁଣି ଓ ପିତାମଣି ଚୁଣି ପିତାମଣି ମରଦଗ। ଦ୍ୱିତୀୟ ପଂକ୍ତିରେ ପଦ୍ମରାଗ ଏମିତି ଅଛି ସବୁ 12ଟି ହୀରକ ଏମିତି 12ଟି ପତ୍ର ଉପରେ ଇସ୍ରାଏଲ ଲୋକ ମାନଙ୍କର ନାମ ଏବୋଧରେ ଲେଖା ଯାଇକି ସେଠି ଛାତିରେ ବାନ୍ଧିକି ଧାରଣ କରି ପ୍ରାର୍ଥନା କରୁଛନ୍ତି। ହାଲେଲୁୟା। ହୃଦୟରେ ଧାରଣ କର ବୋଲି କହିବାର ଅର୍ଥ ସେଟା ବନ୍ଧୁ କଣ ଜଣେ ବ୍ୟକ୍ତିର ପ୍ରାର୍ଥନା ବିଷୟ ତୁମର ହୃଦୟରେ ତୁମ କଣ କରିବାର ଅଛି? ପ୍ରାର୍ଥନା ଧ୍ୟାନ ଆପଣ ମାନେ ହୃଦୟରେ ନାଇଁ ଆମେ ଫିଲିପିଏ ପୁସ୍ତକରେ ପଢିଲେ ହୃଦୟରେ ଧାରଣ କରି ପ୍ରାର୍ଥନା ଏମିତି କହିଲେ ହୃଦୟରେ ଭୋଗିକିରି ପ୍ରାର୍ଥନା ଏମିତି କରିପାରିବା ଧାରଣ କରିବା ବୋଲି କହିବାଟା ଆଉ ଟିକେ ବଢିଆ ସୁନ୍ଦର ଲାଗେ। ହୃଦୟରେ ଭୋଗିକିରି ପ୍ରାର୍ଥନା
ଶୁଣିଲେ କି ବନ୍ଧୁ କଣ ମାନେ ଲୋକମାନଙ୍କ ପାଇଁ ଧାରଣ କରି ପ୍ରାର୍ଥନା କରିବା ପାଇଁ ଆଜିକାଲି ପଇସା ଦେବା ପାଇଁ ବହୁତ ଲୋକମାନେ ଅଛନ୍ତି। ଆଜ୍ଞା ଏଇଟା ସୁସମାଜର ପାଇଁ ଖର୍ଚ୍ଚ କରନ୍ତୁ ବୋଲି କହିକିରି ସେମାନେ ପଇସା ଦେବ, କିନ୍ତୁ ପ୍ରାର୍ଥନା କରିବା ପାଇଁ କେହି ନଥିବ। ବୁଝିଲ କି ନାଇଁ? ତମେ ମୁଁ କହିବାଟା ସାତ କି ନାଇଁ ବୋଲି ଆପଣମାନେ ଚିନ୍ତା କରିବେ। ଆପଣଙ୍କର ଘରେ ପ୍ରାର୍ଥନାରେ ବସିବା ସମୟରେ ଆପଣଙ୍କ ନିଦ ପଳାଇ ଆସିବେ। ଘଣ୍ଟା ଘଣ୍ଟା ବସିକିରି କଥାବାର୍ତ୍ତା କଲେ ଯେତେବେଳେ ପ୍ରାର୍ଥନା କରିବା ପାଇଁ ବସିବ ସେତେବେଳେ ନିଦ ପଳାଇ ଆସିବ। ଏଇଟା କଣ? ଏଇଟା ଏବେର ରୋଗ ନାହିଁ। ଯୀଶୁଙ୍କର ସାଙ୍ଗରେ ଯାଇ ବୁଲୁଥିବା ଶିଶୁମାନଙ୍କୁ ସେମିତି ଅଛି, ପିତର ସେମିତି ତାକୁ କଣ ସୁଗର ଅଛି କି ବୋଲି ମୁଁ ଭାବୁଛି। କୋଟି ଗଲେ ସେ ନିଦ୍ରା ପଳାଇ ଆସେ। ସୁଗର ଥିବା ଲୋକମାନଙ୍କୁ ସେମିତି ଆଉ ବେଶୀ ନିଦ୍ରା ଆସେ। ବନ୍ଧୁଗଣ ଆପଣ ମାନଙ୍କର ପ୍ରାର୍ଥନା କଣ କରୁଛନ୍ତି? ବାଉଲ ଏଠି କହୁଛନ୍ତି ମାନେ ପାଉଲ କହୁଛନ୍ତି ତୁମ ମାନଙ୍କୁ ସ୍ମରଣ କରି ମୁଁ କଣ କରୁଛନ୍ତି? ପ୍ରାର୍ଥନା କରୁଛନ୍ତି ବୋଲି ପାଉଲ ଏପିସି ପତ୍ରିକାରେ କହୁଛନ୍ତି। ଆମ ମାନଙ୍କର ପ୍ରାର୍ଥନା ସେମିତି ହେବାର କେତେ ଜଣ ସ୍ମରଣ କରିବନି। ଗୋଟେ ବାକ୍ୟରେ ପଢିକିରି ମୁଁ ଶେଷ କରିବାକୁ ଯାଏ। ଆଦି ପୁସ୍ତକ 40:23 ପଦ। ତଥାପି ପ୍ରଧାନ ପାନପାତ୍ର ଯୋସେଫଙ୍କୁ ସ୍ମରଣ କଲା ନାହିଁ, ପାଶରି ପକାଇଲା। ଯୋସେଫକୁ ସ୍ମରଣ କଲା ନାହିଁ। କେତେ ଯୋସେଫ ମାନେ ସ୍ମରଣ କରିବ ନାହିଁ। ପ୍ରାର୍ଥନା କରିବା ପ୍ରଭୁ ଦାସ ମାନଙ୍କୁ ସ୍ମରଣ କରିବ ନାହିଁ। ସାହାଯ୍ୟ କରିବା ଲୋକମାନଙ୍କୁ ସ୍ମରଣ କରିବ ନାହିଁ। ପାଶରି ଯିବ। ଯୋସେଫ କାରାଗାର ଭିତରେ ଥିବା ସମୟରେ କଣ କରୁଥିଲେ? ଦୁଇ ଜଣ ଗୋଟେ ଦର୍ଶନ ଦେଖିଲେ। ପାନପାତ୍ର ଆଉ ରୋଟି ବିକିବା ଲୋକ ଦୁଇ ଜଣ ଗୋଟେ ସ୍ୱପ୍ନ ଦେଖିଲେ। ତାର ଅର୍ଥ ଠିକରେ କହୁଥିଲେ। ଯେତେବେଳେ ଯୋସେଫ କହିଲେ ତୁମ ମାନେ ଯିବୁ ଚାକିରି ପାଇବ, ମତେ ସ୍ମରଣ କର ବୋଲି ସେଦିନ ସ୍ମରଣ କରେ। ଅନେକ ଲୋକମାନଙ୍କୁ ପ୍ରାର୍ଥନା କରି ଉଦ୍ଧାର ପାଇଛି, ସେମାନେ ସୁସ୍ଥତା ପାଇଛନ୍ତି। ସେ କିଏ ପ୍ରାର୍ଥନା କରିଛନ୍ତି, ସେ କରିକିରି ସୁସ୍ଥତା କରିବା ପାଷ୍ଟକୁ ସେ ଦିନେ ଟିକେ ପଇସା ଦେବା ମାନେ ଆହୁରି ସ୍ମରଣ କରିବ ନାହିଁ। ଆହୁରି ରୋଗ ଆସିଲେ ଏକା ସେ ଆସିବ ବୋଲି ଆଣ୍ଡି କହୁଛୁ। ସ୍ମରଣ ଆସିବ। ବନ୍ଧୁଗଣ କଣ ଏମିତି ହେଇଛନ୍ତି ମତେ ଜଣା ନାହିଁ। ଦେଖନ୍ତୁ ଏଇ ଗଲାତି ପତ୍ରିକା ଗୋଟେ ବାକ୍ୟ ଅଛି, ସେଟା ଟିକେ ପଢନ୍ତୁ। हो देव प्रभु धन्यवाद। प्रेज द लॉर्ड। हालेलुया। आमेन आमेन। टाइम है तो वलंगे है। टाइम है तो वलंगे। ଭାଇନା କଣ ଅଛି ବୋଲେ ମାନେ କୋଉଟା ଆବଶ୍ୟକ ଥିଲେ ଯେତେବେଳେ ସେ ବାକ୍ୟ ଗୁଡ଼ିକ ଜଣା ପଡିବ।
एस एस मिला 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 2 अध्यायर 9 पद ଆଉ ଯେତେବେଳେ ସେମାନେ ମୋତେ ପ୍ରଦତ୍ତ ଅନୁଗ୍ରହ ବିଷୟ ବୁଝିଲେ ସେତେବେଳେ ସ୍ତମ୍ଭ ସ୍ୱରୂପ ଖ୍ୟାତ ୟାକୋବ କେଫା ଓ ଯୋଗନ ମୋତେ ଓ ବନବାଙ୍କ ସହଭାଗିତାରେ ଦକ୍ଷିଣ ହସ୍ତ ପ୍ରଦାନ କଲେ। देखले ना सौभाग्यारी ସହଭାଗିତାର दक्षिण ହସ୍ତ ପ୍ରଦାନ କଲେ। ये आजकल ये हस्त का तो नहीं फेलोशिप हाथ देले फेलोशिप हाथ देले हाथ में बाट नहीं हाथ किसी देकरी आपण मान को प्रार्थना करिबो पालक मान को आपण मान को प्रार्थना करी सुस्थ करी आपण मान जीवन को उद्धार करी रोगी मान को पाई प्रार्थना करले मेरे प्रभु तक सहायता कले रोग रो सुस्थ कले से मान को कोन केबे केबे स्मरण करी किचले किछ सहायता करंदु बंधुगण जोसेफ से स्मरण करी ना पास की जाए 50,000 लाख टंका खर्च करवा जगह एक पास्ट मान जाकर प्रार्थना कले रोगी सुस्थ हो जाए किंतु 500 टंका देकर पटेब हॉस्पिटल जाता केते टंका खर्च होता कम से कम 50 ना 20,000 30,000 खर्च करवा जगह पाल को जाई प्रार्थना कर आईला बेले कौन कर 500 टंका देकर ओसिक छाड़देव आज्ञा भल होकर आप नौले मुझे मरी जा से मुगर मुगरे कौन कर फुलिक कथा कह हाथ देव ना दक्षिण हाथ देव ना कौन फेलोशिप हाथ ये काल सुसमाचार आमर सारा पृथ्वी घोषणा कर कारण कौन दक्षिण हस्त देवाई कहीं ना सब आज पास्टर मान कहटा कौन सुसमाचार कार्य सुसमाचार कार्य बहुत सुसमाचार प्रत्येक कर बुलिक काम कर पास्टर मान को खोजिक दियो काम दाम न कर रविवार दिन मात्र जाकर प्रार्थना कर किसी दब ना प्रभुकर सेवारे दिन रात्र परिश्रम करवा बहुत लोक मान सेमिका लोक मान खोजंदु देखंदु से सेवा कार्य देखिक तुम कौन कर फेलोशिप हाथ दियो मासक 40,000 टंका पाइबा व्यक्ति कौन कर 4,000 टंका ईश्वर को देले कौन किसी असुविधा नहीं बंधु दामोदर जोसेफ को पास आजिकल बहुत लोक मैंने पास बाबुल कौन कर मन पकई प्रार्थना कर बाबुल कौन कर मन पकई प्रार्थना हृदय पकई मात्र हृदय धारण कर इस्राएल महाजाचक कौन कर इस्राएल 12टी गोष्ठी नाम लेखिकी रखिदे छाती एमती बांधी जाइए सदाबले तार हृदय छाती सेटा अच्छी इस्राएल सेटा देखा समय स्मरण कर प्रार्थना कर से प्रकार आपणकर मंडली विश्वासी मान सेमती स्मरण कर प्रार्थना करने आज सका ईश्वर आपण मान आदेश दौरान प्रार्थना मनुष्य के ईश्वर खोजुंट प्रभु मत कह गोटे वाक्य पढ़िक शुण बोली ईश्वर मत मन में कहते जिजकेल बहु मान पुस्तक बाईस अध्याय 30 पद पुणी आंबे जमंद देश विनष्ट न करू एतिपाई जे प्राचीर दृढ़ करी पारिबो ओ फाट स्थान रे आम समुद्र देशर
ସବକ୍ୟରେ ଠିଆ ହବ ପାଠ ସ୍ଥାନରେ ଆମର ସବକରେ ଠିଆ ହେବା ଏପରି ଏକ ପୁରୁଷ ଆମେ ଏପରି ଗୋଟିଏ ପୁରୁଷକୁ ମୁଁ କଣ କରିଛନ୍ତି ଅନ୍ୱେଷଣ କଲୁ अन्वेषण କରିଛନ୍ତି ପାଠ ସ୍ଥାନରେ ମୋର ସହିତ ପାଠ ସ୍ଥାନରେ ଦେଶ ବିନିଷ୍ଟ ନ କରିବା ପାଇଁ ಈ କରୋନାରେ ଜଗତର ଲୋକମାନେ ବିନିଷ୍ଟ ନ ହେବା ପାଇଁ ପାଠ ସ୍ଥାନରେ ମୋର ସହିତ ଈଶ୍ୱରଙ୍କର ସହିତ ପାଠ ସ୍ଥାନରେ ଠିଆ ହେବାର ମଧ୍ୟ ଗୋଟିଏ ପୁରୁଷକୁ ଈଶ୍ୱର ଖୋଜୁଛନ୍ତି ବନ୍ଧୁ ହାଲେଲୁୟା କୁମ୍ଭକର୍ଣ୍ଣ ପରି ଶୋଇବା ପାଇଁ କହୁନାହାନ୍ତି ମୋର ପଦ ଗୁଡିକ ଆପଣମାନଙ୍କୁ ଟିକେ ବେଦା ଲାଗୁଥିଲେ କ୍ଷମା କରନ୍ତୁ କହିବାକୁ ମୁଁ ବାଧ୍ୟ ମୋର ହୃଦୟରେ ପେନ୍ ଲାଗୁଛି ପାଠ ସ୍ଥାନରେ ଠିଆ ହେବା ପାଇଁ ଗୋଟିଏ ପୁରୁଷକୁ ଈଶ୍ୱର ଖୋଜୁଛନ୍ତି ଓଡ଼ିଶାରେ ଦେଶ ପାଇଁ ଠିଆ ହେବା ପାଇଁ ଓଡ଼ିଶା ଦେଶକୁ ବିନିଷ୍ଟ ନ କରିବା ପାଇଁ ଭାରତ ଦେଶ ବିନିଷ୍ଟ ନ କରିବା ପାଇଁ ପାଠ ସ୍ଥାନରେ ଠିଆ ହେବାର ମଧ୍ୟ ଜଣେ ବ୍ୟକ୍ତିକୁ ଗୋଟିଏ ପୁରୁଷକୁ ଈଶ୍ୱର ଅନ୍ୱେଷଣ କରୁଛନ୍ତି ପ୍ରାର୍ଥନା ମନୁଷ୍ୟକୁ ଈଶ୍ୱର ଅନ୍ୱେଷଣ କରୁଛନ୍ତି ବାକି ଲୋକକୁ ଈଶ୍ୱର ଖୋଜୁନାହାନ୍ତି ବନ୍ଧୁଗଣ प्रार्थना मनुष्य कहूटारे ईश्वर प्रार्थना मनुष्य कहूटारे अछु तत ईश्वर खोजुचंदी पाठ स्थान रे मो सागित ठिया हेबा पाई कोन पाई तुमर देश मिनिस्ट न होबा पाई ई कोरोना रे देश मिनिस्ट न होबा पाई हमर मुख्यमंत्री हमर प्रधानमंत्री हमर मंत्री मान को और हमर लोक मान पाई हिंदू ओ क्रिश्चियन ओ मुस्लिमान ओ मनुष्य को प्रार्थना करो हाथ हाथ जोड़ी करी गुड़ धोरी करी मु अनुरोध कर बंधुगण बहुत लोक मैंने मरी जाए डर लगुच कोरोना समस्या को धरी एटा बंद करो बोली प्रार्थना करो कांदी कांदी का प्रार्थना करो बंधु तुम्हें सुरक्षित हो बोली भाविक बस ना बंधु हमारे देश हमारे इंडिया बहुत दुख रे अच्छु अनेक लोक परिवार भीतर क्रंदन कोरोना द्वारा खाइबा पिया विषय नहीं हवे काम दाम नहीं परा दुकान गुड़ी सब बंद एवं एक टिका खुलुचु एमानकर परिस्थिति कौन काम करवा लोक मान परिस्थिति कौन बड़ संकटर दिन एठा ईश्वर गोटे पुरुष को खोजुଛନ୍ତି पुरुष बोली कहबार अर्थ एटा सब बाइबल रे अछि जदि के मु जाऊ न गोटे पुरुष को ईश्वर अन्वेषण करछନ୍ତି मोर सहित पाठ साधन दिया यीशु कर तो प्रार्थना करबा पर नवा लोक माने सब कोन करथले गत समय बहुजा रे समस्त सोई पड़ले मोर सहित टिया बंधुगण प्रार्थना आज प्रभु तुमको चेतना दौर प्रार्थना रात्रि अल्प समय प्रार्थना कर देख बंधुगण परिवार आपणकर प्रार्थना कर माना नहीं है सेमती समय आप देश में बास कर से देशर मंगल पाई प्रार्थना कर जिरबिया कहते देशर मंगल पाई प्रार्थना कर आमर ओडिशा पाई रायगढ़ बस रायगढ़ मंगल पाई ओडिशा रे देश राज्य बस ओडिशा रे मंगल पाई इंडिया रे बास करछे इंडिया रे मंगल पाई प्रार्थना कर बोली बाइबल कहउचंदी हालेलुया हालेलुया किंतु हमको ताड़ना करछे छाटा पाछाड़ो छाटा माने करबाटे माने न जानि करी करछंदी मार पट्टी कृष्ण लोक निंदा कर सब धर्मांतर कर बोले कहते से कहवा कहतु आपणकर काम करूँ आमर काम एम प्रार्थना कर जीशु क्रूस रे चढ़ेगा समय जीशु को पिटिवा लोक मान ईश्वर प्रार्थना प्रभु एम न जाणिक कर जीशु प्रार्थना आम भी सेमती प्रार्थना कर बंधुगण बहुत करने जाऊँ काली पुणी थर बेसवा प्रार्थना पाउल प्रार्थना आम कौन कौन प्रार्थना कर कहना जाऊ काली की कहनी है आखि बंद कर प्रार्थना आखि बंद कर प्रार्थना ये आम स्वर्ग स्थापिता सुंदर वाक्य देते धन्यवाद कर प्रभु पाउल प्रार्थना केमिति थिले आम देखिलु प्रभु मनवर्तन करवा दिन ठारू से प्रार्थना सर्वदा प्रार्थना कर शुणवा दिन ठारू प्रार्थना मन पकई प्रार्थना कर
Remember. अन्य लोग मान का प्रार्थना करो सही प्रकार प्रार्थना अनुभव हमको मत दियो प्रभु मु भी सेମିତି ଲୋକମାନଙ୍କ ପ୍ରତି ପ୍ରାର୍ଥନା କରିବା ପାଇଁ ମତେ ସାହାଯ୍ୟ କର ଏ ବାକ୍ୟ ଶୁଣିବା ସମସ୍ତଙ୍କୁ ତମେ ସାହାଯ୍ୟ କରନ୍ତୁ ମହାପ୍ରଭୁ ପ୍ରାର୍ଥନା ମନୁଷ୍ୟକୁ ଈଶ୍ୱର ଅନ୍ୱେଷଣ କରୁଛନ୍ତି Hallelujah. ଏ ବାକ୍ୟ ଶୁଣିବା କେତେ ଜଣକୁ ଈଶ୍ୱର ଅନ୍ୱେଷଣ କରୁଛନ୍ତି Amen, amen, amen. ଏମାନଙ୍କର ହୃଦୟରେ ତୁମେ ଚେତନା ଦେ ସୁନ୍ଦର ବାକ୍ୟ ଦେଇଥିବେ ପ୍ରାର୍ଥନା ଶୁଣିଛ ଉତ୍ତର ଦେଇଛ ଯୀଶୁ ନାମରେ ମାଗୁଛୁ Amen. प्रभु जीशु करो अनुग्रह ईश्वर प्रेम पवित्र आत्मा सौभाग्य तुम मान समस्त सहित प्रभु जीशु कृष्ण दुद्यावन पर्यंत सामर्थ्य बंधु Amen. आमीन प्रेज द लॉर्ड समस्त भाई मणि मान प्रेज द लॉर्ड काली की पूरी तरह विश्वा प्रभु अपना मान का आशीर्वाद करंदो आमीन।